ଆଜିର ଭିଡ଼ିଓରେ ଏନର୍ଜି କନଜରଭେସନ୍ ବା ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା 2025 ବ୍ଲକ୍ ଲେଭଲ୍ ଆଣ୍ଡ ଡିଷ୍ଟ୍ରିକ୍ଟ ଲେଭଲ୍ ପାର୍ଟ 2 ପିଲାମାନେ ପ୍ରତିବର୍ଷ ଡିସେମ୍ବର ମାସ 14 ତାରିଖରେ ଶକ୍ତି ସଂରକ୍ଷଣ ନିମନ୍ତେ କୁଇଜ୍ ପ୍ରତିଯୋଗିତା କରାଯାଉଛି। ତେଣୁ ପିଲାମାନେ ଏହି ଭିଡ଼ିଓରେ ଥିବା ପ୍ରଶ୍ନ ଉତ୍ତର ଅଭ୍ୟାସ କର ଏବଂ ଭିଡ଼ିଓଟିକୁ ଲାଇକ୍ ସେୟାର କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। 1 ନମ୍ବର, ଶକ୍ତି ସଂରକ୍ଷଣ ଦିବସ ପାଳନ କେବେଠାରୁ ଆରମ୍ଭ ହୋଇଥିଲା? ଉତ୍ତର 1991 ମସିହା ଡିସେମ୍ବର ମାସ 14 ତାରିଖ। 2 ନମ୍ବର, ଭାରତ ସରକାର ଶକ୍ତି ସଂରକ୍ଷଣ ଆଇନ କେବେ ପ୍ରବର୍ତ୍ତନ କରିଥିଲେ? ଉତ୍ତର 2001 ମସିହାରେ। 3 ନମ୍ବର, ସକଳ ଶକ୍ତିର ଆଧାର କାହାକୁ କୁହାଯାଏ? ଉତ୍ତର ସୂର୍ଯ୍ୟ। 4 ନମ୍ବର, କାର୍ଯ୍ୟ କରିବାର କ୍ଷମତାକୁ କ'ଣ କୁହାଯାଏ? ଉତ୍ତର ଶକ୍ତି। 5 ନମ୍ବର, ଏକ ଅଶ୍ଵ କ୍ଷମତା ବା 1 HP ହେଲା ହର୍ସ ପାୱାର। ତାହେଲେ ଏକ ଅଶ୍ଵ କ୍ଷମତା ବା ଏକ ହର୍ସ ପାୱାର କେତେ ୱାଟ ସହିତ ସମାନ? ଉତ୍ତର 746 ୱାଟ। 6 ନମ୍ବର, କେଉଁ ବିଭାଗରେ ସର୍ବାଧିକ ଶକ୍ତି ଆବଶ୍ୟକ ହୋଇଥାଏ? ଉତ୍ତର ଶିଳ୍ପ ବିଭାଗରେ। 7 ନମ୍ବର, ସୋଲାର ସେଲର ଉଦ୍ଭାବକ କିଏ? ଉତ୍ତର ଚାର୍ଲସ ଫ୍ରିଟ୍ଜ। 8 ନମ୍ବର, ଭାରତର କେଉଁ ସହରକୁ ସୌର ନଗରୀ ବା ସୋଲାର ସିଟି କୁହାଯାଏ? ଉତ୍ତର ସାଞ୍ଚି। 9 ନମ୍ବର, ଭାରତର ପ୍ରଥମ 24x7 ସୌରଶକ୍ତି ବ୍ୟବହୃତ ଗାଁର ନାମ କ'ଣ? ଉତ୍ତର ଗୁଜରାଟର ମାଧେରା। 10 ନମ୍ବର, ସୌର ସେଲରେ କେଉଁ ଧାତୁ ବ୍ୟବହାର କରାଯାଏ? ଉତ୍ତର ସିଲିକନ। 11 ନମ୍ବର, କେଉଁ ରାଜ୍ୟରେ ସର୍ବାଧିକ ମେଗାୱାଟର ସୋଲାର ପାୱାର ଷ୍ଟେସନ ସ୍ଥାପନ କରାଯାଇଛି? ଉତ୍ତର ରାଜସ୍ଥାନ। 12 ନମ୍ବର, ବିଶ୍ୱର 100% ସୋଲାର ପାୱାର ଏୟାରପୋର୍ଟ କେଉଁଠାରେ ଅବସ୍ଥିତ? ଉତ୍ତର କୋଚି, କେରଳ ରାଜ୍ୟର। 13 ନମ୍ବର, ସୌର କୁକର ଭିତରେ ସାଧାରଣତଃ 3 ରୁ 4 ଘଣ୍ଟାରେ ପ୍ରାୟ କେତେ ତାପମାତ୍ରା ପହଞ୍ଚେ? ଉତ୍ତର 140 ଡିଗ୍ରୀ ସେଲସିୟସ୍। 14 ନମ୍ବର, ବିଶ୍ୱର କେଉଁ ଦେଶ ପବନ ଶକ୍ତି ଉତ୍ପାଦନରେ ଅଗ୍ରଣୀ? ଉତ୍ତର ଚୀନ। 15 ନମ୍ବର, ଭାରତର ୱିଣ୍ଡମ୍ୟାନ ଭାବରେ କିଏ ପରିଚିତ? ଉତ୍ତର ଶ୍ରୀ ତୁଳସୀ ତନ୍ତୀ। 16 ନମ୍ବର, କେଉଁ ସହରକୁ ଭାରତର ୱିଣ୍ଡ ସିଟି କୁହାଯାଏ? ଉତ୍ତର ମୁପାଣ୍ଡାଲ। 17 ନମ୍ବର, କେଉଁ ରାଜ୍ୟରେ ସର୍ବାଧିକ ପବନ କଳ ସ୍ଥାପନ କରାଯାଇଛି? ଉତ୍ତର ଗୁଜରାଟ। 18 ନମ୍ବର, କେଉଁ ଉପକରଣ ଦ୍ୱାରା ଅଧିକ ବିଦ୍ୟୁତ ଶକ୍ତି ବ୍ୟୟ ହୋଇଥାଏ? ଉତ୍ତର ବିଦ୍ୟୁତ ହିଟର। 19 ନମ୍ବର, ବିଦ୍ୟୁତ ସ୍ରୋତ ପ୍ରବାହ ପାଇଁ କାହାର ଆବଶ୍ୟକତା ରହିଛି? ଉତ୍ତର ସୁପରିବାହୀ ଧାତବ ତାର। 20 ନମ୍ବର, କୌଣସି ବିଦ୍ୟୁତ ପରିପଥକୁ ମୁଦ୍ରିତ ବା ମୁକ୍ତ କରିବା ପାଇଁ କାହାର ଆବଶ୍ୟକତା ରହିଛି? ଉତ୍ତର ବିଦ୍ୟୁତ ସୁଇଚ୍। ପିଲାମାନେ ପରବର୍ତ୍ତୀ ସମୟରେ ଏହାର ପାର୍ଟ 2 ଅପଲୋଡ଼ କରାଯିବ। ତେଣୁ ଭିଡ଼ିଓରେ ଥିବା ପ୍ରଶ୍ନର ଉତ୍ତର ଅଭ୍ୟାସ କର।